ଆଜିର ପ୍ରସଙ୍ଗ କୃତ୍ରିମ ମେଧା ରେଡିଓ ପାଇଁ ନୂଆ ଦିଗବାରିଣୀ। ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ଉପସ୍ଥାପନାରେ ମୋ ସ୍ମୃତିରେଖା ତାରିଣିଆ। ବିଶ୍ୱରେ ଶ୍ରୋତାମାନଙ୍କର ସର୍ବଶ୍ରେଷ୍ଠ ଏବଂ ସର୍ବାଧିକ ଶ୍ରଦ୍ଧାର ଗଣ୍ଠିଧନ ହେଉଛି ରେଡିଓ। ବିଶ୍ୱ ମାନସର ସେହି ପ୍ରିୟ ସାଧନଟିର ଆଜି ହେଉଛି ଅର୍ଚ୍ଚନାର ଦିନ। ଇତିହାସକାରମାନଙ୍କ ମତାନୁସାରେ ସୂଚନା, ଶିକ୍ଷା ଏବଂ ମନୋରଞ୍ଜନର ଏହି ବଳିଷ୍ଠ ମାଧ୍ୟମ ରେଡିଓ 1896 ସାଲରେ ସୃଷ୍ଟି ହେଲା। ପରେ 1920 ମସିହା ବେଳକୁ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଦ୍ୱାରା ଗଣମାଧ୍ୟମର ଅନ୍ୟତମ ବ୍ୟବସ୍ଥା ଭାବରେ ଗ୍ରହଣୀୟ ହୋଇସାରିଥିଲା। 2011 ମସିହାରେ ୟୁନେସ୍କୋ ଦ୍ୱାରା ଏହି ଦିବସ ଫେବୃଆରୀ 13 ତାରିଖରେ ପାଳିତ ହୋଇଆସୁଛି। ରେଡିଓ ତାର କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ବାସ କରୁଥିବା ମଣିଷ ସେମାନଙ୍କର ଜୀବନଶୈଳୀ ତଥା ଚଳଣି ସହିତ ଜଡ଼ିତ ହୋଇଆସିଛି। ସତ୍ୟତା, ବିଶ୍ୱସନୀୟତା ଏବଂ ଆନନ୍ଦ ଆଉ ଶିକ୍ଷା ଦେବା ଭଳି କାର୍ଯ୍ୟକ୍ରମ ସହିତ ସଭ୍ୟତା, ସଂସ୍କୃତି ଆଉ ପରମ୍ପରା ସମ୍ବଳିତ କଥା ସବୁକୁ ଶ୍ରୋତାମାନଙ୍କ ପାଖରେ ପହଞ୍ଚେଇ ସେମାନଙ୍କୁ ବାନ୍ଧି ରଖିବାରେ ରେଡିଓ ହିଁ ସକ୍ଷମ ହୋଇପାରିଛି। ରେଡିଓ ହେଉଛି ଏକ ଲୋକପ୍ରିୟ ତଥା ବହୁଳ ପ୍ରସାରିତ ଗଣମାଧ୍ୟମ। ଶ୍ରୋତାମାନଙ୍କ ମନରେ ସଚେତନତା ସୃଷ୍ଟି କରିବା, ସାମାଜିକ ଏକତା, ସଂହତି ଏବଂ ବହୁମୁଖୀ ସମ୍ପର୍କକୁ ଦୃଢ଼ ଭାବରେ ବାନ୍ଧି ରଖିବା ପାଇଁ ରେଡିଓ ହେଉଛି କେବଳ ମାତ୍ର ଆଦର୍ଶ ସାଧନା। ବାହ୍ୟ ଜଗତ ସହିତ ଯୋଗାଯୋଗର ସେତୁ ସ୍ଥାପନ କରିବା ସହିତ ଜନମତକୁ ବହୁଳ ଭାବରେ ପ୍ରଭାବିତ କରିଥାଏ ଏହି ପ୍ରିୟ ଯନ୍ତ୍ରଟି। ସେଇଥିପାଇଁ ତାକୁ ଗୋଟିଏ ସୃଜନଶୀଳ ସକାରାତ୍ମକ ଅସ୍ତ୍ର ଭାବରେ ଉପଯୋଗ କରି ବିଶ୍ୱ କଲ୍ୟାଣ ପାଇଁ ନିୟୋଜିତ କରିବାକୁ ସବୁ କାଳରେ ଚେଷ୍ଟା କରାଯାଇଛି। ରେଡିଓ ହେଉଛି ଏକମାତ୍ର ସାଧନ ଯାହା ସମାଜରେ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିଛି ଏବଂ ଅନ୍ତଃକାଳ ପାଇଁ କରିବ ମଧ୍ୟ। ସେଇଥିପାଇଁ ରେଡିଓରେ ପ୍ରାପ୍ତି ମାତ୍ରକେ ଶ୍ରୋତା ଅନ୍ୟ ଏକ ଇଲାକାକୁ ଚାଲିଯାଏ, ଯେଉଁଠି ଅନେକ ଯାଞ୍ଚ, ଅନୁଧ୍ୟାନ ଆଉ ନିରୀକ୍ଷଣ ପରେ ପ୍ରସାର କରାଯାଏ ତାଜା ଖବର। ଆଉ ସେଥିସହ ମନୋରଞ୍ଜନ, ସୂଚନା ଆଦି ବହୁବିଧ କାର୍ଯ୍ୟକ୍ରମ ଏହିସବୁ ବାର୍ତ୍ତାକୁ ପ୍ରଚାର କରି ସମାଜର ବିକାଶରେ ଏହାର ଅତୁଳନୀୟ ଭୂମିକାର ମହାନ ପରମ୍ପରାକୁ ସ୍ମରଣ କରି ବନ୍ଦନା କରିବା ପାଇଁ ଆଜିର ଦିନଟିକୁ ଉତ୍ସର୍ଗ କରାଯାଇଛି। ବିଶ୍ୱର ଏହି ସହଜ ଆଉ ଶସ୍ତାରେ ଉପଲବ୍ଧ ଗଣମାଧ୍ୟମର ସବୁଠାରୁ ଶକ୍ତିଶାଳୀ ମାଧ୍ୟମଟିର ଆଜିର ବିଶେଷ ଦିନଟିକୁ ପାଳନ ଅବସରରେ ଏକ ବିଶେଷ ବାର୍ତ୍ତା ପ୍ରଦାନ କରାଯାଇଥାଏ। ସେହି କ୍ରମରେ ଚଳିତ ବର୍ଷ ବିଶ୍ୱ ରେଡିଓ ଦିବସର ବାର୍ତ୍ତା ହେଉଛି ରେଡିଓ ଏବଂ କୃତ୍ରିମ ବୁଦ୍ଧିମତ୍ତା। ମାନବ ଉନ୍ନୟନର ଗତିଗତ ପାଇଁ 30 ବର୍ଷ ଭିତରେ ସର୍ବନିମ୍ନ ବୋଲି ୟୁନାଇଟେଡ୍ ନେସନ୍ ଡେଭଲପମେଣ୍ଟର ମାନବ ଉନ୍ନୟନ ସମ୍ପର୍କିତ ବିବରଣୀରେ ଉଲ୍ଲେଖ କରାଯାଇଛି। ତେଣୁ କୃତ୍ରିମ ମେଧା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯଥାଯଥ ଉପଯୋଗ ଏହି ସ୍ଥିରତାକୁ ଏଡ଼ାଇ ଉନ୍ନୟନର ନୂତନ ଦ୍ୱାର ଉନ୍ମୋଚନ କରିପାରିବ ବୋଲି ପଣ୍ଡିତମାନେ ଆଶା ବ୍ୟକ୍ତ କରିଛନ୍ତି। ମାନବ ବିକାଶ ସୂଚକରେ ବୈଷମ୍ୟ ଗତ 4 ବର୍ଷ ଧରି କ୍ରମାଗତ ଭାବେ ଚାଲୁଛି। ବର୍ତ୍ତମାନ ସମୟରେ ଏହା ମଧ୍ୟରେ ବ୍ୟବଧାନ ହ୍ରାସ ପାଉଛି। ଏ କ୍ଷେତ୍ରରେ କୃତ୍ରିମ ମେଧା ମାନବ ସମାଜ ଉନ୍ନୟନରେ ସାହାଯ୍ୟ କରିବ ବୋଲି ଅନେକ ବିଶେଷଜ୍ଞ ମନେ କରନ୍ତି। ତେଣୁ ଏହି ଆଧୁନିକ ତଥା ଶକ୍ତିଶାଳୀ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ କରାଯାଉଛି। ସେହି ପ୍ରକ୍ରିୟାରେ ରେଡିଓ ଭଳି ଏକ ସର୍ବବିଦ୍ୟମାନ ଜନାଦୃତ ଗଣମାଧ୍ୟମକୁ ସାମିଲ କରିବାକୁ ଚିନ୍ତା କରି ନିଷ୍ପତ୍ତି ନିଆଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠିପାରେ, ଏହି ପ୍ରଯୁକ୍ତିବିଦ୍ୟାଟିର ବ୍ୟବହାର ରେଡିଓରେ କିପରି କାର୍ଯ୍ୟ କରିପାରିବ? କାରଣ ରେଡିଓ ମୁଖ୍ୟତଃ ସ୍ୱର ଆଉ ଶବ୍ଦକୁ ଆଧାର କରି କାର୍ଯ୍ୟ କରେ। ତେଣୁ ଏହା ହେଉଛି ଏକ ଶ୍ରାବ୍ୟ ମାଧ୍ୟମ। କିନ୍ତୁ ଏହି ପ୍ରକ୍ରିୟାରେ ନାନା ପ୍ରକାର ସାଧନର ଆବଶ୍ୟକତା ହୋଇଥାଏ, ଯେମିତି ଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ପ୍ରସାରଣ କରିବା, ନୂତନ ଢଙ୍ଗରେ କାର୍ଯ୍ୟକ୍ରମର ଉପସ୍ଥାପନ ସାଙ୍ଗକୁ ପାଣ୍ଡୁଲିପିର ରଚନା, ସାକ୍ଷାତକାର ଗ୍ରହଣ, ଉପଯୁକ୍ତ ତଥା ଉପଯୋଗୀ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମର ପ୍ରସ୍ତୁତି ଏବଂ ବିଶେଷ କରି ରେଡିଓରେ ପ୍ରଚାରିତ ଶବ୍ଦକୁ ବା ଶବ୍ଦ ସମ୍ବଳିତ କଥାକୁ ଏହା ମାଧ୍ୟମରେ ତତ୍କ୍ଷଣାତ୍ ପାଣ୍ଡୁଲିପିରେ ପରିବର୍ତ୍ତିତ କରିବା ସମ୍ଭବ ହୋଇପାରିବ। ରେଡିଓରେ ପ୍ରଚାରିତ ଶବ୍ଦକୁ ବା ଶବ୍ଦ ସମ୍ବଳିତ କଥାକୁ ଏହା ମାଧ୍ୟମରେ ତତ୍କ୍ଷଣାତ୍ ପାଣ୍ଡୁଲିପିରେ ପରିବର୍ତ୍ତିତ କରିବା ସାଙ୍ଗକୁ କୌଣସି ପାଣ୍ଡୁଲିପିକୁ କଥାରେ ପରିଣତ କରିବାରେ ସହାୟକ ହେବ। ତେଣୁ ଏହି ବିଦ୍ୟାଟିକୁ ରେଡିଓର କାର୍ଯ୍ୟଦକ୍ଷତା ବୃଦ୍ଧି ନିମନ୍ତେ ବ୍ୟବହାର କରାଗଲେ ନିଶ୍ଚିନ୍ତ ଭାବରେ ଏହି ଶ୍ରାବ୍ୟ ମାଧ୍ୟମଟି ଗଣମାଧ୍ୟମ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହିତ ଶ୍ରୋତାମାନଙ୍କର ଏହି ଗଳାମାଳି ସେମାନଙ୍କ ପାଇଁ ଏବଂ ସେମାନଙ୍କର ସମାଜ ପାଇଁ ଏକ ଦିଗବାରିଣୀ ଭାବରେ ଆଲୋକ ପ୍ରଦାନ କରିବ ବୋଲି ଆଶା ଆଉ ବିଶ୍ୱାସ।